এইଠି ইন্দ্রর পুଅ জয়ন্ত আজ্ঞা কুবের স্ত্রী জয়ন্তী কি বলাৎকার কলা। ধর্মরাজ হচ্ছেন যম দেবতা। আচ্ছা যমଙ୍କ নিকটরে কুবের ফেরাত দেলে আজ্ঞা অভিশাপ দেলে। অভিশাপ যম দেবতা ইন্দ্র পুଅ কলে মর্ত্যরে মଣିষ হইকি জন্ম হ, মাইচিয়া হবু, তো স্ত্রী কি পরপুরুষ বলাৎকার করিবে, আউ তো স্ত্রী পাখকু পরপুরুষ গলা বেলে তোতে কেতে যে কষ্ট হব, তোতে কেতে যে যন্ত্রণা হব, তু সেই সময় জানিবু। এ অভিশাপ কু গ্রহণ করি ଭାରଦାର ଉପରେ ଜନ୍ମ ହେଲା କିଏ ନା ଇନ୍ଦ୍ର ପୁଅ। କୃଷ୍ଣ କହିଛନ୍ତି ଭାରଦା କହିବ କିଏ ଜିତିବ ବୋଲି ମହାଭାରତ ଯୁଦ୍ଧରେ। ତୃତୀୟ ଦ୍ୱିତୀୟ ପାଣ୍ଡବ ଭୀମ ଯାଇଛି ଭାରଦାକୁ ଆଣିବା ପାଇଁ। ଆଜ୍ଞା ସନ୍ଧ୍ୟା ହେଲେ ତ ଆସିବେନି ଶିବିର ଭିତରକୁ କେହି। ମହାଭାରତର ମଧ୍ୟସ୍ଥଳରେ ଆଜ୍ଞା ଯୋଉ ଖୁଣ୍ଟଟା ପୋତା ଯାଇଥିଲା ଆଜ୍ଞା ସେଟା କୋଉ ଖୁଣ୍ଟ? କୋଉ ଘୁଣ୍ଟ କି? ରକ୍ତ ଚନ୍ଦନ କାଠରେ ତିଆରି ଖୁଣ୍ଟ, ଯାହାକୁ ବିଦ୍ୟା ପରୀକ୍ଷା କଲା ବେଳେ ଦ୍ରୋଣାଚାର୍ଯ୍ୟ ସର ମାରିକି ତା ଡାଳ ସବୁ ଛିଣ୍ଡେଇ ଦେଇଥିଲା। ସେଇ ଖୁଣ୍ଟିରେ ଭାରଦା ବନ୍ଧା ଯାଇଛି। ଭୀମ ବାନ୍ଧି ଦେଇକି ଆସିଛି। ଆଜ୍ଞା ସହଦେବକୁ ପଠେଇଲା, କହିଲା ମୁଁ ଆଉ ମତେ ନିଦ ଲାଗୁଛି ଜୋରରେ, ମୁଁ ଠିକ ଯାଇପାରୁନି, ନା ନା ତୁ ଯା ଭାରଦାକୁ ଧରିକି ଆସିବୁ। ରାତି ପାଇବା ଅବସ୍ଥା ହଉଛି। ପାହିବ ପାହିବ ରଜନୀ ପରା ପାହିଟି ନାହିଁ, ପୂର୍ବ ଆକାଶେ ତପନ ତୀର୍ଯ୍ୟ ଗତି ନାହିଁ, ସେ ଗତି ନାହିଁ ରେ ସେ ଗତି ନାହିଁ, ସେ ଗତି ନାହିଁ। ରାତି ପାଇବ ହଉଛି। ଆଜ୍ଞା ସହଦେବ ଗଲା ବେଳୁ ଗୋଟେ ବାଘ ମୁହାଁ ଶୃଗାଳ, ତା ସ୍ତ୍ରୀ ହଉଛି ବାଘ ମୁହିଁ ଶୃଗାଳୀ। ଏ ଦି ଜଣ ଯାକ ଯାଉଛନ୍ତି। ଆଜ୍ଞା ଶୃଗାଳ ଯେତେବେଳେ ଯାଇ ଦେଖିଦେଲା ବନ୍ଧା ଯାଇଛି ଭାରଦା, ତାକୁ ଖାଇବାକୁ ଭାରି ମନ ହେଲା। ଇଏ ଯେତେବେଳେ ଯାଉଛି ଖାଇବ ବାଘ ମୁହାଁ ଶୃଗାଳ, କହିଲା ଏଇ ଜମା ଜାଣିଲୋ, ସେଇଟା ଦେହରେ ହାତ ମାରନା, ସେଇଟାକୁ ଛୁଇଁ ଦେଲେ ସରିଗଲା, ନର୍କକୁ ଯିବ। କାହିଁକି ନା ଜୀବନରେ ଇଏ ପ୍ରଭୁ ନାମ କେବେ ଧରିନି। ଯାହାକୁ ଖଜୁରିଆ କବି ଗୋପାଳ ପଣ୍ଡା ଧାରିଏ ଲେଖିଲେ, କହିଲେ କୃଷ୍ଣ ନାମ ଯାର ନ ଧରେ ତୁଣ୍ଡ ମୋ ବାହାୟା ମନ, ବାୟା ମନ ଜୀବନରେ କୃଷ୍ଣ ନାମ ଟିକେ ତୁଣ୍ଡରେ ନ ଧରିଛି ସେଟା ତୁଣ୍ଡ ନୁହଁ, ସେଟା ରଜକ ଭାଣ୍ଡ। ରଜକ ବୋଲେ ଧୋବା, ଯୋଉ ଗଣ୍ଡି ଭିତରେ ସ୍ତ୍ରୀ ଲୋକମାନଙ୍କର ଅଇଳା ଅବର୍ଜନା ଲୁଗାକୁ କାଚେ, ସେ ଯିଏ ତା ପାଟିଟା ହଉଛି ସେ। କହିଲା କୃଷ୍ଣ ନାମ ଯାନ ଧରେ ରସନା ମୋ ବାହାୟା ମନ, ଜୀବନରେ କୃଷ୍ଣ ନା ଧରିନି, ଏ ରାମ ନାମ ଧରିନି, ଇଏ ଭଗବାନ ନା ଦିନେ ଧରିନି, ତମେ ୟାକୁ ମାରିକି ଖାଲି ଖାଇଲେ ତମର ନରକ ଗତି ହେଇଯିବ। ନା ତାହେଲେ ୟାର କଣ ମୁକ୍ତି ନାହିଁ?
ନା ମୁକ୍ତି ଅଛି ନା ଇଏ କେମିତି ମୁକ୍ତି ପାଇବ କେମିତି ଉତ୍ତର ଦେଲେ ମହାଭାରତ ଯୁଦ୍ଧରେ ହଁ କୋଉ ଦିନ କଣ ଘଟିବ ଆଜ୍ଞା ଇଏ ଯଦି ସବୁ କହିଦିଏ ହଁ ୟା ଛାତିଟା ଫାଟିଯିବ ଇଏ ମୁକ୍ତି ପାଇଯିବ ହଁ ଶୃଗାଳୀ ପଚାରିଲା କହିଲା ସ୍ୱାମୀ ସ୍ୱାମୀ ମହାଭାରତ ଯୁଦ୍ଧରେ କୋଉ ଦିନ କଣ ହବ ଇଏ କଣ ଜାଣିଛି ନା ନା ଜାଣିନି ନା ତମେ ଜାଣିଛ ହଁ ନା ମୁଁ ଜାଣିଛି ନା ଟିକେ କହୁନ କହୁନାହାନ୍ତି ମୁଁ ଟିକେ ଶୁଣନ୍ତି ହଁ ଭାରଦା ବନ୍ଧା ଯାଇଛି କିନ୍ତୁ ତାକୁ ନିଦ ହେଇନେଇ ଉତ୍ତର ଦଉଛି ବ୍ୟାଘ୍ରମୁଖ ଶୃଗାଳ ଆଜ୍ଞା କହିଲା ଲୋ ଶୁଣୁ ଏ ମହାଭାରତ ଯେ ଯୁଦ୍ଧ ହୋଇବ ଭୀଷଣ ଦେବବ୍ରତ ଭୀଷ୍ମ ସର ସଜ୍ଜା 10 ଦିନ ଯୁଦ୍ଧେ ଅଭି ମନୁଟା ମରିବ 14 ଦିନ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟ ଜୀବ ଦିନେ ମରିବ କୃପାଚାର୍ଯ୍ୟ ବୀର ଯୋଉଦିନ 18 ଦିନ ହବ ସେଦିନ ଅଶ୍ୱତ୍ଥମା ମରିବ ପାଲା ବାଲା ଆସିଲେ କହିବେ ନାଇଁ ତ ଯୋଉ 7 ଚିରଞ୍ଜୀବୀ ଭିତରେ ଅଶ୍ୱତ୍ଥମା ଅଛି ମୁଁ ବି ମନା କରୁନି ଥିଲେ କଣ ହବ ମୁଁ ନୃସିଂହ ହୋତା ଠିଆ ହେଇକି ମରୁଛି ମୋ ଦେହ ଭଲ ନାହିଁ ଠିକ ସେଇଭଳି ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣିଟିଏ ଅଛି ଅଶ୍ୱତ୍ଥମା 5 ପାଣ୍ଡବ ଭାବି କାଇଁସିକା 5 ବୋଲେ ବ୍ରହ୍ମଶର ମାରିବ ପାଣ୍ଡବ ମାନଙ୍କର ମରଣ ନ ହୋଇ ଦ୍ରୌପଦୀର 5ଟା ଯାକ ପୁଅ ମରିଯିବେ ଆଉ ସେଇଠି ଦ୍ରୌପଦୀ ସତ୍ୟ କରେଇବ ଏ ବାବୁର ବୋଧେ ମୁଣ୍ଡ ଠିକ ନାହିଁ ଟାଇମ ପାସ୍ କରିବାକୁ ଆସିଛି ଆଉ ଯୋଉଦିନ ଅଷ୍ଟାଦଶ ବୋଲେ 18 ଦିନ ହବ ସେଇଦିନ ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣି ଥିବ ସେ ମଣିକୁ ଦ୍ରୌପଦୀ କଥାରେ ଦ୍ୱିତୀୟ ପାଣ୍ଡବ ବୃକୋଦର ଚିରିକି ଭିଡ଼ି ଆଣିବ ସେଇଦିନ ଠାରୁ ଅଶ୍ୱତ୍ଥମାକୁ ହବ କ୍ୟାନ୍ସର ଆଉ ସେ ଘା ଭଲ ହବନି ତେଣୁ ସବୁଦିନ ବଞ୍ଚି ବଞ୍ଚି ମରିବ କୁମାର ସେ ବଞ୍ଚିବା ଅପେକ୍ଷା ଯେ ମରଣଟା ସାର ବେଳେ ବେଳେ ଆମେ କହେନି ପ୍ରଭୁ ମରଣ ହେଇଯାନ୍ତା ମରିଯାଆନ୍ତି କି ଟିକେ ତରି ଯାଆନ୍ତି ଯେତେବେଳେ ମଣିଷକୁ ଅଧିକ ଯନ୍ତ୍ରଣା ହୁଏ ଯେତେବେଳେ ମଣିଷକୁ ମାଲ ଅଧିକ କଷ୍ଟ ହୁଏ
ସେତେବେଳେ ସେ ଭଗବାନଙ୍କୁ ଡାକିବ ପ୍ରଭୁ ମରି ଯାଆନ୍ତି ହେଲେ ଅଶ୍ୱତ୍ଥମାକୁ ଭୀମ ଏମିତି ଅବସ୍ଥା କଲା ତା ମୁଣ୍ଡରେ କ୍ୟାନ୍ସର ହେଇଗଲା ଭିଡି ଆଣିଲା ମର୍କତ ଅମୋଘ ମଣିମାଳାକୁ ସେ ଘା ଜମା ଶୁଖିଲାନି ପୂଜ ରକ୍ତ ଧାର ଧାର ବହିକି ଗନ୍ଧେଇଲା ଏ ତ ବର ପାଇଯାଇଛି ଶିବଙ୍କଠୁ ଅଶ୍ୱତ୍ଥମା ସବୁଦିନ ବଞ୍ଚିବ ବୋଲି ମରିପାରୁନି କିନ୍ତୁ ସେ ଗନ୍ଧକୁ ସହିପାରୁନି ତାହେଲେ ସଜନ ବର୍ଗେ ଉତ୍ତର ଦେଲେ ସେଇ ଭାରଦା ଉତ୍ତର ଦେବ ସବୁ ଭାରଦା ସବୁ କହିଦେଲା ବାଘମୁଖ ଶୃଗାଳ ସବୁ ଶୁଣୁଛି ସହଦେବ ଯାଇଛି ଭାରଦାକୁ ଫିଟେଇକି ଆଣିବା ପାଇଁ ସହଦେବ ସବୁ ଶୁଣିଦେଲା ଆଜି ଯୁଦ୍ଧରେ କଣ ହବ କାଲି ଯୁଦ୍ଧରେ କଣ ହବ ପରଦିନ ଯୁଦ୍ଧରେ କଣ ହବ ସବୁ ଶୁଣିଦେଇକି ଜାଣିଦେଲା ସହଦେବ ହେଇଗଲା ଜ୍ଞାନୀ ଲଞ୍ଜା ତାରାଟା ଗଳିଛି କୃଷ୍ଣ ସହଦେବ ବସିଛନ୍ତି କୃଷ୍ଣ ପଚାରିଲେ ସହଦେବକୁ ଏ ସହଦେବ ଆରେ ଲଞ୍ଜା ତାରାଟା ପଡିଛି ଲଞ୍ଜା ତାରା ପଡିଲେ ସୁଖ ନା ଦୁଃଖ ସହଦେବ କହିଲା ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଧାଡ଼ିଟିଏ କଲମ କଲେ କଲା ବୋଲେ ସହଦେବ ଯୋଡ଼ି ଇଏ କର ଇଏ ଛଳ ଭାଷ କିମ୍ପା ଚକ୍ର ये धर आउ ये लीला भियाण ये करिछ तो प्रभु ये की को मुकी कर हे सब के सब मुछा मुकी कर सहदेव उत्तर देले कहले प्रभु तुम कौन जानी न प्रभु तुम परा नीचे भागवत कहीछ करिक राउथा ये मुही मोबिनु अन्य केही नाही मोबिनु अन्य केही नाही मोबिनु अन्य केही नाही हे प्रभु आपण कौन जानी नाहंती मर्त्य आसे रोहिणी सुंदरी मते आसे रोहिणी सुंदरी वो भीमन्यु बड़े धरी विमनु सने धरी भेल समागत फेरिब स्वर्गरे धानो आनो हेब कि करी हे प्रभु आपण जानी पारु नांती ए शिविर भीतर को वर्तमान चंद्र स्त्री रोहिणी आसीबो ना कहीं ना अभिमन्यु मरिबा पे आसीबो ना अभिमन्यु को मारिबा पे तार कोन काम ना अभिमन्यु जेते बेले जन्म हैला आज्ञा प्रभु तमे रोहिणीर स्वामी चंद्र देहरु 14टा कला आनिकी अभिमन्यु देहरे पुरेइछ 14टा कला
ए अभिमन्यु हूँ अनादि शक्ति आज्ञा आउ गोटे झील को जन्म कर ना आदि शक्ति हाँ हाँ सी बर पाई जमी जन्म हम सेमती सांगे सांगे मर हाँ नले विश्वटा को जालीदब सी किए ना आपण मैंने भलरे जानी कला ये भूमि भार धरा हरण पाई जन्म है से ही कन्या नाम दाद भोते विस्तारिला बाबू होइला बिजुली कन्या गोटे झील जन्म है ना बिजुली कन्या जमती जन्म हम सेमती आसो ना विश्व प्रलय हम आउ ए जो छुआटा जन्म हो अभिमन्यु चंद्रर 14टा कला हाँ नहीं अनादि देहरे भर्ती कले नारायण आज्ञा गोटे कला ता एक्सपायरी डेट गोटे वर्ष 14टा कला अभिमन्यु 14 वर्ष रे मरिबो जदि 14 वर्ष रु गोटाए दिन अधिक हो जाए राति पाइले ता परदिन आग ता बापा को मारिबो तापरे प्रभु तोते मारिबो रागी गले भगवान कृष्ण आज्ञा बोले मातुल जस्य गोविंद पिता जस्य धनंजय हाँ 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 अभिमन्यु अणेशते नियति के नबाध्यते जा मामू भगवान कृष्ण जा बापा हाँ किचकबद्धरे गंगाधर मेहरधारी कलम करंतु कला धैर्य डिजा बीर्य देखी ये तो से देले बरो तो से देले बरा प्राण बांधव जदू पति के सबर पति के बरा जा मामू कृष्ण जा बापा अर्जुन जा बापा शिव बेके गांडीव धनु पकई हुलु हुलु करी फोपाड़ी ता पुओ मर सहदेव कहले न मरु मोर कौन जाऊँ से न मरु सी जदि न मला आसंता काली हाँ से आसंता कालीर राति पाइला पूर्वरु आगता बोपा को मारिबो तापरे प्रभु तत्ते मारिबो ना हाँ ठीक एतिकी बेले शून्य मार्गरु गोटे नारीटे प्रवेश कला तलु लिखिले गायक केशरी उदयनाथ रथ शर्मा कौन लिखिले कला एकाल आसे मर्त्य रे आरते मर्त्य बारी कांदिला गोविंद हेलो आपण बारंबार फोन कर उठेबनी माने रात्रि मु निश्चित गोटे मंच उपर पाला गाउथि आ रखी दूसी कोन बारंबार फोन कर तो अस्त व्यस्त गुरुछ
ଜାଣିଲ ଉଠେଇଲି ନାହିଁ ମାନେ ମୁଁ ମନୁଷ୍ୟ ଉପରେ ଅଛି। ପାଣ୍ଡବଙ୍କୁ ଦେବ ମୋ ସ୍ୱାମୀ କି ଫେରେଇ ଦିଅ। 14 ବର୍ଷ ହେଲା ଯନ୍ତ୍ରଣା ପାଇଲିଣି। ବିରହ ଯନ୍ତ୍ରଣାରେ ମୁଁ ଜଳିଗଲିଣି। ପ୍ରଭୁ ମୋ ସ୍ୱାମୀ କି ବଞ୍ଚେଇ ଦିଅ, ମୋ ସ୍ୱାମୀ କି ମତେ ଫେରେଇ ଦିଅ। ସେ କିଏ? ନା ଚନ୍ଦ୍ରଙ୍କର ସ୍ତ୍ରୀ ରୋହିଣୀ। ତମେ କହିଥିଲ 14ଟା କଳା ଚନ୍ଦ୍ରର ନଉଛି 14 ବର୍ଷ ବଞ୍ଚିବ, ତାପରେ ଫେରିଦେବି। ହେ ପ୍ରଭୁ, ରାତି ପାଇଲେ 14 ବର୍ଷ ପୂରଣ ହବ। ମୋ ସ୍ୱାମୀ କି ଦେଇଦିଅ ପ୍ରଭୁ। କଲା ରକ୍ଷା କର ହେ ପ୍ରଭୁ, ଦୀନତାର स्वामी की मागुछ दे दियंतु पड़गले अड़ुआरे कृष्ण गोटे गोटे भणजा गोटे गोटे चंद्र स्त्री रोहिणी प्रभु विचार कला कला कौन करी ना एमिति गोटे बाट तैयारी करी साप मर बाड़ी भांगन निजे भगवान नारायण उत्तर देले रे माँ तू गोटे काम कर छद्म वेश को धारण कर छद्म वेश को धरी पांडव मारंकर नारी मानक भितर लुचिकी रह राति पाइले पांडव कौरवंकर युद्ध हम काली द्रोणाचार्य हेबे सेनापति आउ काली युद्ध रे अभिमन्युटा को मारिबा दायित्व मोर अभिमन्यु मरिबो तू तो स्वामी की नहीं की जीव तू जा रे मां पांडव मानक नारी मानक भितरे छद्म वेशरे लुचिला किए ना आपण को चंद्र स्त्री रोहिणी 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 युद्ध चली एते बड़ वीर माने थाई दुर्योधन जितापट होउनी केमते हबो गला काली ऑस्ट्रेलिया इंडिया खेल होउतला आज्ञा कुटी देले 264 रन छाड़ीबेनी जेमती रोहित शर्मा टा आउट हो गला हाँ नाचिले ऑस्ट्रेलिया वाला
ହେଲେ ମୂର୍ଖ ଗୁଡାକ ଜାଣିପାରୁନାହାନ୍ତି କୋହଲିଟା ଅଛି ଆ ତତେଇ ଦେଲା ପାହାରେ ପାହାରେ ଲାଷ୍ଟକୁ ଅଷ୍ଟ୍ରେଲିଆ ବୁପା ନା ପଚାରିଲେ ଆସିଲାନି ସବୁ ଛାଡିକି ଗାଲି ଘରକୁ ପଳେଇଲେ ଇଣ୍ଡିଆ ୱିନ୍ ତୁ ବୁଝିବା ଦରକାର ମହାଭାରତ ଯୁଦ୍ଧ ହବ ଆସନ୍ତା କାଲି ପାଣ୍ଡବ କୌରବ ଭିତରେ ଦ୍ରୋଣାଚାର୍ଯ୍ୟଙ୍କ ପାଖରେ କାନ୍ଦୁଛି ଏ ଶକୁନି ପାଖରେ କାନ୍ଦୁଛି ଦୁର୍ଯ୍ୟୋଧନ ମାମୁଁ ପାଖରେ ଏଠି ପାଲା ବାଲା ମାନେ ଆସିକି ଲମ୍ବେଇ ଦେବେ ଶକୁନି ତା ନା କାହିଁକି ହେଲା କଣ ପାଇଁ ସିଏ ଶକୁନି ସମଗ୍ର କୁରୁକୁଳ ନିଧନ କେମିତି ଖାଇବାକୁ ଦେଲାନି ଟାଇମ ପାସ୍ ହେଇଯିବ ତାଙ୍କ ପାଲା ଶେଷ ଘରେ ଯାଇକି ଆରାମରେ ଡାଲମା ଭାତ ଖାଇକି ଶୋଇବେ ବିଷ ବାଟରେ ଧପ କାନ୍ଦିଲା କିଏ ନା ଦୁର୍ଯ୍ୟୋଧନ ମାମୁଁ ଆଗରେ କେମିତି କାନ୍ଦିଲା କେମିତି ଗଣକବି ବୈଷ୍ଣବ ପାଣି ଧାରିଏ କହିଲେ କହିଲା ସରିଲି ମାମୁଁ ସରିଲି ହେ ବଂଶ ବୈରୀ ପଣ୍ଡୁ ସୁଦେ ଶକୁନି ହସି ଦେଲା କହିଲା ଭଞ୍ଜା ଆଜ୍ଞା ଆରେ ତୋ ଆଖିରେ ଲୁହ ତୁ କାନ୍ଦୁଛୁ କାହିଁ କାନ୍ଦୁଛୁ ତ ଆରେ ଇଣ୍ଡିଆର ପରା ଗୋଟେ ବ୍ୟାଟ୍ସମ୍ୟାନ ହେଲେ ଅଷ୍ଟ୍ରେଲିଆର 10ଟା ୱିକେଟ ଯାକ ରନ ବାଡେଇ ଦବ ତୋ ପାଖରେ ସେ ଭଳିଆ ବ୍ୟାଟ୍ସମ୍ୟାନ ଅଛି ତୁ ଡରୁଛୁ କାହିଁକି ପଠଉନୁ ଜଗିକି ଦେଲା 7 ନମ୍ବର ରୋହିତ ଶର୍ମା ପଠେଇଲା ହାର୍ଦ୍ଦିକ ପାଣ୍ଡ୍ୟା ସେ କଣ 3 ନମ୍ବରରେ ଯିବା ବ୍ୟାଟ୍ସମ୍ୟାନ କହିଲା ତୁ ଖାଲି ଥା ଆମେ ଜଗିଛୁ ଗୋଧା ଜଗିଛୁ ବାଟ ହେଲା ବେଳେ ବାଡିଆଟେ ବାଡେଇ ଦଉ ଏକାଥରକେ ଅଷ୍ଟ୍ରେଲିଆ ଛାଡିକି ପଳେଇବ ସେଇଆ ହେଲା ଆଉ କଣ ମୁଁ ତ ପାଲା ପେଣ୍ଡାଲକୁ ଆସିବା ପୂର୍ବରୁ ଅନେଇକି ବଇଛି ଆଉ ବଲ ପକେଇଲା ବୋଲର ଟେକି ଦେଲା ବ୍ୟାଟଟା ଯେ ଏକା ବେଳକେ ଛକା ତାର 264 ଇଣ୍ଡିଆର 267 ରନ୍ ଇଣ୍ଡିଆ ଜିତିକି ଫାଷ୍ଟ ଷଡଙ୍ଗୀ ପାଟପୁରର ଗାୟକଙ୍କ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ 101 ଟଙ୍କା ଭାରତ ମୁଦ୍ରା ପ୍ରଦାନ କରିଛନ୍ତି। ହଉ କଲ୍ୟାଣ କରନ୍ତୁ ସତ୍ୟନାରାୟଣ ମଙ୍ଗଳ ବିନାୟକ ବାବୁଙ୍କର ବିନାୟକଙ୍କର ତ ଅନ୍ୟ ନାମ ହେଉଛନ୍ତି ଗଣେଶ
ଆପଣ ସ୍ୱୟଂ ଗଣେଶ ସମାନ ସେଇ ଗଜାନନ ବକ୍ରତୁଣ୍ଡ ମହାକାୟ ଆଜ୍ଞା ସୂର୍ଯ୍ୟ କୋଟି ସମପ୍ରଭ କୋଟିଏ ସୂର୍ଯ୍ୟର ତେଜ ବୀର୍ଯ୍ୟ ଓଜ ଆଉ ବଳ ଆପଣଙ୍କୁ ସେଇ ବିନାୟକ ବୋଲି ସୂର୍ଯ୍ୟ ଦେବତା ବା ସେଇ ଗଣେଶ ପ୍ରଦାନ କରନ୍ତୁ ଆପଣଙ୍କର ମଙ୍ଗଳ ହଉ ସର୍ବେ ବୋଲ ଆନନ୍ଦେ କବାର हरि बोल ଆଜି ଆର ଗାଈକୁ କେହି ଟଙ୍କାଟେ ଦବନି ଗଲା କାଲିଠୁ ଆଜି ଯାକେ ମାଗୁଛରେ ଟଙ୍କା 200ଟା ଦଉନୁ ଜମା ଦେଲାନି ନ ଦଉ ତା ପାଠ ଲୁଗାଟା ମୁଁ ନେଇଯାଇଛି କହିଲି 200 ଟଙ୍କା ଦବୁନି ନ ଦେ ତା 1200 ଟଙ୍କିଆ ପାଟ ଲୁଗାଟା ନେଇଯାଇଛି କହିଲେ ଆଉ ନେହି ଦେଙ୍ଗେ 200 ବଦଳରେ ଯଦି ଆଉ 100 ବଢେଇକି 300 ଦବୁ ତାହେଲେ ପାଟ ଲୁଗା ପାଇବୁ ନଇଲେ ନେହି ଦେଙ୍ଗେ ଆଉ ସେ ପାଟ ଲୁଗା ଯାହା ପାଖରେ ଅଛି ମୁଁ ବସା ଘରକୁ ଗଲାବେଳକୁ ଯଦି ମୋ ଲୁଗା ନଥାଏ କାଲି ତା ଅବସ୍ଥା ବି ବାରଣ୍ଡା ଦିକଡା କରିଦେବି ସଜ୍ଜନ ବର୍ଗେ ତାହେଲେ କାନ୍ଦିଲା କିଏ ନା ଦୁର୍ଯ୍ୟୋଧନ ଶକୁନି କହିଲା ଗାଈ କାନ୍ଦୁଛୁ ଆରେ ଆମର ବଡ ବ୍ୟାଟ୍ସମ୍ୟାନ ତ ଗୁରୁଦେବ ଅଛନ୍ତି ଯା ଦ୍ରୋଣାଚାର୍ଯ୍ୟ ପାଖକୁ ଆଜ୍ଞା ଦ୍ରୋଣାଚାର୍ଯ୍ୟ ଚାହିଁଲେ କାଲି ପାଣ୍ଡବ ହବ ପୃଥିବୀ ଚାଲିଲା ଦୁର୍ଯ୍ୟୋଧନ ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ପହଞ୍ଚିଲା କାନ୍ଦିଲା ଗୁରୁଙ୍କ ନିକଟରେ କହିଲା ଆପଣ ପରା ମୋର ଗୁରୁ କହିଲା ଘେନ 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 ହେ ଗୁରୁ ମୋର ଜଣାଣ ଗୁରୁ ମୋର ଅଣ୍ଟାଟା ତ କାମ କରୁନି ଆଉ କଣ କରିବି ନହେଲେ ଗୋଟେ ଗୋଟେ ଆକ୍ସନରେ ସୁନା ଦାସ ଛାତି ଫଟେଇ ଦିଅନ୍ତି ଏଟା ତ କାମ କରୁନି ଡବଲ ବେଲ୍ଟ ମାରିକି ଆସିବାକୁ ପଡୁଛି ଆଉ କଣ କରିବି କହିଲା ଘେନ ଘେନ ହେ ଗୁରୁ ମୋର ପ୍ରଣାମ ଗୁରୁ ମୋର ପ୍ରଣାମ ଘେନ 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 ହେ ମନରେ କି ମୋ ମନରେ କି ମୋ ମନରେ କି ମୋ ମନରେ କି ମୋ ମନରେ କି ରଖିଛି ଧ୍ୟାନ ଘେନ 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 ହେ ଘେନ ମୋର ପ୍ରଣାମ ମୋର ପ୍ରଣାମ ଘେନ 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 ହେ ଭାରତ ଭୂମିରେ ଧରତିଆ ପକ୍ଷୀ ଘଣ୍ଟ ଘୋଡ଼ାଇ ରଖିଲ ଆପଣ घंट घोड़ाई दिल बड़ ବ୍ୟାଧ ମାରି ଦେଇ ମୃଗୁଣୀକୁ ଦେବ मारी देला ହାତ ଭିତରେ ତାକୁ ବୈକୁଣ୍ଠେ ସ୍ଥାନ घेन 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 हे घेन मोर प्रणाम मोर प्रणाम घेन 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 हे ଗୁରୁଙ୍କ ପାଦ ତଳେ ପଡିଗଲା ଲମ୍ବ ହେଇ आज्ञा କହିଲା ତମ ବାଦ ହର୍ତ୍ତା କର୍ତ୍ତା ଆଉ କେହି ନାହାନ୍ତି ना ना ଆଉ ଗୋଟେ ପଦ ମନେ ପଇଲା कौन मन बोला हाँ କବି ହେଲେ ସନ୍ଥ କବି ଭୀମ ଭୋଇ ଭୀମ ଭୋଇ ଭଜନ ମାଳରୁ କାହିଁକି ଗୋଟେ ପଦ ମୋ ସାଙ୍ଗେ ସାଙ୍ଗେ ମନେ ପଡିଗଲା ଭୀମ ଭୋଇ ପଦେ ଲେଖିଲେ कौन लगले କହିଲା ଗୁରୁ ହର୍ତ୍ତା କର୍ତ୍ତା ଦୈବ ବିଧାତା ଇଏ ଗୁରୁ ଇଷ୍ଟ ଦାତା ଶାସ୍ତ୍ରରେ କହି ଆଉ ସେ ଗୁରୁ ପୟରେ ଲୟ ଦେଲେ ତୁରେ ସେ ଗୁରୁ ପୟରେ ଲୟ ଦେଲେ ତୁରେ ବାୟାରେ ଇଏ ଜମ ଯାତନା ଇଏ ବାଧିବ ନାହିଁ ମୋ ବାଇ
ସେ ଗୁରୁ ପାୟରେ ଲୟ ଦେଲେ ତୋରେ ସେ ଗୁରୁ ପାୟରେ ଲୟ ଦେଲେ ତୋରେ ସେ ଗୁରୁ ପାୟରେ ଲୟ ଦେଲେ ତୋରେ ଡ୍ରେସ୍ ପିନ୍ଧିକି ଠିଆ କରୁନୁଥା ଅନେଇଲେ ହୁତା ଝାଡ଼ିଦବ। ମୁଁ କହିଛି ଭାବନା ମୁଁ ଜାନୁ ହରା ହୋଇଛି ଦୁର୍ବଳ ଭାଷା ଗୋଳମାଳ ହେଲେ ହୋଇବି ପ୍ରବଳ। ସେ ଗୁରୁ ପାୟରେ ଲୟ ଦେଲେ ତୋରେ ସେ ଗୁରୁ ପାୟରେ ଲୟ ଦେଲେ ତୋରେ ମୋ ଯାତନା ପାଇବ ନାହିଁ ପାଇବ ନାହିଁ ଦିନ ଯାଉଛେ ବହି ଦିନ ଯାଉଛେ ବହି ପାଇବ ନାହିଁ ଦେଖ ଗୁରୁ ଗାଦା ପାଦା ଗାଦା ଗାଦା ପାଦା ଗୁରୁ ଗାଦା ପାଦା ଗାଦା ପାଦା ପାଦ ଗୁରୁ ଛଡା ଗତି ମୁଁ କବି ନାହିଁ ଗୁରୁଙ୍କର କୃପା ପାଇଗଲେ ଥରେ ଗୁରୁଙ୍କର କୃପା ପାଇଗଲେ ଥରେ ଗୁରୁଙ୍କର କୃପା ପାଇଗଲେ ଥରେ ଗୁରୁଙ୍କର କୃପା ପାଇଗଲେ ଥରେ ସାରରେ ଓ ଜାମ୍ବର ପାଇବ ରେ ଦିନ ଯାଉଛେ ବହି ଦିନ ଯାଉଛେ ବହି ମାଇ ମନରେ ମାମୁଁ ଶକୁନି ପ୍ରରୋଚନାରେ ଆପଣ ମାନଙ୍କର ଦୁର୍ଯ୍ୟୋଧନ ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କ ପାଦ ତଳରେ ଶରଣ ନେଲା। ଆଉ ଦ୍ରୋଣାଚାର୍ଯ୍ୟ ସହିପାରିଲେନି ନା କହିଲେ ଯା ଯା କହିଲା କାଲି ପୃଥିବୀ ହୋଇବ ଏ ପାଣ୍ଡବ ବିହୀନ ପାଣ୍ଡବ ବିହୀନ କହିଲା କାଲି ଠାରୁ କୁନ୍ତି ହେବ ଏ ପୁତ୍ର ପୌତ୍ରହୀନ ପୁତ୍ର ଯା ଯା କାଲି ମାରିଦେବି ସବୁ କାହାକୁ ରଖିବିନି ଯା କୋଉ ପଞ୍ଚ ପାଣ୍ଡବ ରହିବେନି ନା ନା ତାଙ୍କ ପିଲା ଛୁଆ କେହି ରହିବେନି ନା 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 କରିବାନି ନା ବୋପାଲ ଏମିତିଆ ଅସ୍ତ୍ର ତମ ପାଖରେ ଅଛି ହଁ ନା ହଁ ହଁ ଆମେରିକାକୁ ସମସ୍ତେ କାହିଁକି ପିଲେ ଡରୁଛନ୍ତି କାହିଁକି ନା ତା ପାଖରେ ପରମାଣୁ ଶକ୍ତି ମେଞ୍ଚେ କଥା ହେଇଛି ପ୍ରବଳ ପ୍ରବଳ ତାପରେ ରୁଷିଆକୁ ଡରୁଛନ୍ତି ହଁ ତାଠୁ ତାର ଟିକେ କମ ଅଛି ଆମ ଇଣ୍ଡିଆ ବି ଆଉ କମ ହେଇକି ନାହିଁ ନା ନା ଗୋଟିଏ ଘଣ୍ଟା ଯଦି ଛଡା ହେଇଯାଆନ୍ତା ପାକିସ୍ତାନିଆଙ୍କ ବେଣ୍ଟ ମାରି ଦିଅନ୍ତେ ଆମେ ଏମିତି ଗୋଟେ ରାତି ଆସିକି ଜଣେ ଭାରତୀୟର ମୁଣ୍ଡ କାଟିକି ନେଇଗଲେ ମୋଦି ଅର୍ଡର ଦେଇଦେଲା ଅଧା ରାତି ହେଇଛି ଆଉ ଗଲେ ହେଲିକପ୍ଟର ନେଇକି ଆଉ 350 ଶୋଇଥିଲେ ଏକାଥରେ ସଫା କରିଦେଇକି ଆଇଲେ। ସେଇଦିନଠୁ ଆଉ ପାକିସ୍ତାନୀ ଆସୁଛନ୍ତି ଆଉ ଅନୁପ୍ରବେଶ ସେତେ ଅଛି ବନ୍ଦ ଆଇଲେ ଖାଲି ହଣା ହଉ ଯେମିତି ସନା ଦାସ ପେଣ୍ଡାଲକୁ ଆଇଲେ ମୁଁ ତାକୁ ହାଣିବା ପାଇଁ ବଇଛି। ତେଣୁ ଦିନ ଯାଇଛି ଦ୍ରୋଣାଚାର୍ଯ୍ୟ ଇଏ ଟିକେ ମିଠା ଆଜ୍ଞା ମୁଁ ଆପଣ ମାନଙ୍କ ମନକୁ ଟିକେ ସୁଖ ଦେବା ପାଇଁ ଆନନ୍ଦ ଦେବା ପାଇଁ ବାଦ ପାଲାରେ ଗାୟକ ମାନେ ପଦେ ପଦେ ଟିକେ ଟିକେ କୁହାକୁହି ନହେଲେ ପାଲାର ଛୁଙ୍କଟା ଟିକେ ଭଲ ଲାଗିବନି ନହେଲେ ଏ ପଦଟା ନ କହିଥିଲେ କଣ ମୁଁ ପାଲା ଚାଲି ନଥାନ୍ତା। ତେଣୁ ଏ ପଦେ ପଦେ ଟିକେ ହେଲେ ଆପଣ ମାନଙ୍କୁ ଟିକେ ଆଉ ଟିକେ ମଜା ଲାଗିବ ବଡିଟା ବୋଲେ ଦେହଟା ଟିକେ ଗରମ ଲାଗିବ। ଡାକିଲେ ଗୁରୁଦେବ ଦ୍ରୋଣାଚାର୍ଯ୍ୟ ପାଖରେ ଦୁର୍ଯ୍ୟୋଧନ କହିଲା ତମ ପାଖରେ ଏମିତି କୋଉ ଅସ୍ତ୍ର ଅଛି କହିଲା କୋଉ ଅସ୍ତ୍ର ଅଛି ଆସନ୍ତା କାଲି ଏ ବିଶ୍ୱକୁ ପାଣ୍ଡବ ବିହୀନ କରିବା ପାଇଁ ମୁଁ ତିଆରି କରିବି ଚକ୍ରବ୍ୟୁହ। ଦୁର୍ଯ୍ୟୋଧନ ଟିକେ କାନେଇଲା ହେଲା କଣ କହିଲ ନା ଚକ୍ରବ୍ୟୁହ ଚକ୍ରବ୍ୟୁହ ନା କଣ କହିଲ ନା ଚକ୍ରବ୍ୟୁହ
ନା ସେ ଚକ୍ରବ୍ୟୁହଟା କେମିତିଆ କେମିତିଆ ସେ ଚକ୍ରବ୍ୟୁହଟା କଣ କଣ ଦ୍ରୋଣାଚାର୍ଯ୍ୟ ଉତ୍ତର ଦେଲେ କଣ କଲମ କଲେ ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଲୋକ ଗଲା କାଲି ଆଉ ଆଜି ଟିକେ ଆସିକି ଦେଖ ନୃସିଂହ ତା ପ୍ରଥମରୁ କେତେ ଲୋକ ବସିଛି ଏଇ ନ୍ୟାୟରେ ଏଥିରେ ମୋର ଗର୍ବ ନାହିଁ ମୁଁ କୋଉ ଯୋଗ୍ୟ ବେଳା କି ଅଯୋଗ୍ୟ ବେଳାରେ ମୋ ମା ମତେ ଜନ୍ମ କରିଛି ମୁଁ ଜାଣିନି ଜୀବନରେ ମୋର ଅନ୍ୟ କୌଣସି ବୃତ୍ତି ନାହିଁ କେବଳ ସତ୍ୟନାରାୟଣ ଚାମର ବ୍ୟତୀତ 30 ବର୍ଷ ବିତିଗଲା କଳା ଜୀବନରେ ମୁଁ ଆପଣମାନଙ୍କୁ ଗୋଟିଏ ଗୋଟିଏ ମୁଣ୍ଡିଆ ମାରୁଛି ଜଗନ୍ନାଥ ଆପଣମାନଙ୍କର ଚଲାପଥକୁ କୁଶବିତ କରନ୍ତୁ ଆପଣମାନଙ୍କର ମଙ୍ଗଳ ହଉ ଆଉ ଏ ଅନୁଷ୍ଠାନ ଦୀର୍ଘଜୀବୀ ହଉ ଆଉ ଆପଣଙ୍କ ସପରିବାର ସମସ୍ତଙ୍କର ମଙ୍ଗଳ ହଉ ସର୍ବେ ବୋଲାନନ୍ଦେ କବା ହରି ବୋଲ ଗୁରୁଦେବ ଦ୍ରୋଣାଚାର୍ଯ୍ୟ କହିଲେ ମାରିଦେବି ଏଇଟାକୁ ପାଣ୍ଡବ କାଲି ରହିବେନି ନା 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 କାଲି କୋଉ ଯୁଦ୍ଧ ହବ କ୍ଷେପଣାସ୍ତ୍ର ହବ ନା ଟ୍ୟାଙ୍କ ଯୁଦ୍ଧ ହବ ନା ବନ୍ଧୁକ ନା କିଛି ଦରକାର ନାହିଁ ମୁଁ ଗୋଟିଏ ବ୍ୟୁହ ତିଆରି କରିଛି ନା ସେ ବ୍ୟୁହଟା କଣ ନା ତା ନାଁ ହେଲା ଚକ୍ରବ୍ୟୁହ ନା ସେ ଚକ୍ରବ୍ୟୁହଟା ଦେଖିବାକୁ କେମିତିଆ କେମିତିକା ନା ଶୈବ ଚକ୍ରୀବତ ଚକ୍ରାକାର ଶୈବ ଚକ୍ର ସେ ଚକ୍ରାକାର ଶୈବ ଚକ୍ରୀବତ ଚକ୍ରାକାର ଶୈବ ଚକ୍ରୀ ଚକ୍ରବର୍ଣ୍ଣକାର ଚକ୍ରବ୍ୟୁହ ଗୋଟିଏ ଅଟେ ରୁଚିର ଚକ୍ରବ୍ୟୁହ ଗୋଟିଏ ଟେକାର ହଣା ଠାରୁ ପୁଛ ପର୍ଯ୍ୟନ୍ତ ରମ୍ୟ ହଣା ଠାରୁ ପୁଛ ପର୍ଯ୍ୟନ୍ତ ରମ୍ୟ ଆଠ ଘରରେ ହୋଇଛି ସମ୍ପୂର୍ଣ୍ଣ ଖେନ ଧୀର ଆନ ପ୍ରକାରେ ଦେବା ଯେ କି ଦୃଷ୍ଟାନ୍ତର ଖେନ ଧୀର ରହେ ଆନ ପ୍ରକାରେ ଦେବା କହିଲା ଶୈବ ଚକ୍ରୀବତ ଚକ୍ରାକାର ଚକ୍ରୀ ଚକ୍ରୀ ସର୍ପ ସାପର ଅନ୍ୟ ନାମ ଚକ୍ରୀ ସାପ ଯେତେବେଳେ ଚେକା ମାରିକି ଶୁଏ ଶୁଏ ତା ମୁଣ୍ଡଟା କୋଉଠି କି ତା ଗଣ୍ଡିଟା କୋଉଠି ଆମେ ଜାଣିପାରିବା କି ନା ନା ଜାଣିପାରି ନଥାଏ ମୁଁ ଏମିତି ଗୋଟେ ବ୍ୟୁହ କରିଛି ତା ଭିତରକୁ ପଶିବା ସହଜ ନୁହଁ କି ବାହାରିବା ସହଜ ନୁହଁ 8ଟା ଘର ତିଆରି କରୁଛି ତା ଭିତରେ 12ଟା ଗେଟ୍ ଅଛି ହେଇ ହେଇ 12ଟା ଦ୍ୱାର ଲାଗିଛି ଆଉ ସେ 12ଟା ଦ୍ୱାରରେ ରେ 12 ଜଣ ରଥୀ ରହିବେ ଆଉ ସେ 12 ଜଣ ରଥୀ ଯିଏ ବ୍ୟୁହ ଭିତରକୁ ପଶିଲା ସେ ସଫା ନା ହଁ ନା କେମିତିଆ ସେ ବ୍ୟୁହ କେମିତିକା ସେ ବ୍ୟୁହଟା କେମିତିଆ ତ ଜାଣି ହେଲାନି ନା ନା ଗୁରୁଦେବ ରାତିରେ ଟିକେ ଭଲ ନିଦ ହବ ମୋ ଟିକେ ବତେଇ ଦିଅନ୍ତେନି କେମିତିଆ ସେ ବ୍ୟୁହଟା ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଆଉ କିଏ ପଦ ଲେଖିବ କଳା ଜଗତରେ ଅବିଭକ୍ତ କଟକ ଆଉ ଅବିଭକ୍ତ ପୁରୀ ଏ 2 ଜିଲ୍ଲାକୁ ବଳିଷ୍ଠ କଲେ 2 ଜଣ କବି 2 ଜଣ ଗାୟକ କଟକିଆ ଗାୟକ ଯେତେ ସେ ସବୁ ବଳୁଆ ହେଲେ କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଙ୍କ ଲେଖା ପୁରୀ ଜିଲ୍ଲାର ଗାୟକ ମାନେ ସବୁ ବଳୁଆ ହେଲେ ଗାୟକ କେଶରୀ ଉଦୟନାଥ ରଥ ଶର୍ମାଙ୍କ ଲେଖା ସେତେବେଳେ ସଂସ୍କୃତ ନାଟକ ଗୁଡାକ ଚାଲି ନଥାଏ ଉଦୟନାଥ ରଥ ଶର୍ମା ଚୌଖମ୍ବାରୁ ଏ ବହି ମଗାନ୍ତି ନିଜେ ପଢି ରଥ ଶର୍ମା ନିଜେ ଲେଖନ୍ତି ଏ ମଞ୍ଚକୁ ସେ ଆସନ୍ତି ନା ନାହିଁ ମୁଁ ଜାଣିନି ହଁ ଧନ୍ୟ ଏ ମାଟି
শালগ্রাম এ মাটি উদয়নাথ রଥ ଶର୍ମା ନିଜେ ସଂସ୍କୃତ ନାଟକକୁ ଓଡ଼ିଆରେ ଲେଖନ୍ତି ଆଉ ନିଜେ ଗାଆନ୍ତି। ଏଇଥିପାଇଁ ଦିନେ ଗାୟକ ଦ୍ରୋଣାଚାର୍ଯ୍ୟ ଅମର ଦାସ, ଗାୟକ ବଳଭଦ୍ର ପଣ୍ଡା ଭାଗବତ ଭୂଷଣ, ବଳଭଦ୍ର ପଣ୍ଡାକୁ କହିଲେ ହେ ବଳିଆ ନା ମନେ ରଖ, ତମ ପୁରୀ ଜିଲ୍ଲାରେ ଯେତେ ଗାୟକ ଅଛ, ମୁଁ ତ କଟକିଆ ଗାୟକ, ମୁଁ ଏତିକି କହୁଛି ତମ ପୁରୀ ଜିଲ୍ଲାରେ ଯେତେ ଗାୟକ ଅଛ ସବୁ ଗୋଟେ ଗୋଟେ ଗଣ୍ଡି, ମାତ୍ର ଗାୟକ କେଶରୀ ଉଦୟନାଥ ରଥ ଶର୍ମା ହଉଛି ମୁଣ୍ଡ। ତା ପାଦ ଧୂଳିକି ସାରା ଓଡ଼ିଶାର କୋଉ ଗାୟକ ସମାନ ହେଇପାରିବ ନାହିଁ। ସେଇ ଉଦୟନାଥ ରଥ ଶର୍ମା ପଦେ କହିଲି, ମୁଁ ଶୁଣିବିନି? ଗାୟକ କେତେ ପଦ ଆଜି ଉଦୟନାଥ ରଥ ଶର୍ମା ସାହିତ୍ୟ ଗାଉଛ? କହିଲା ଚକ୍ର ବିହ କଲେ ଦ୍ରୋଣ ତିଆରି, 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 ଆଦ୍ୟ ଦ୍ୱାରେ ହେଲେ ଆପେ ଦୁଆରି, ଆଦ ଦ୍ୱାରେ ହେଲେ ଆପେ ଦୁଆରି, ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ, ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ, ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ, ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ, ତୃତୀୟ ଦ୍ୱାରେ ରହେ ରବି ସୁତ, ଚତୁର୍ଥରେ ସନ୍ୟ, ଚତୁର୍ଥରେ ସୈନ୍ୟ, ଚତୁର୍ଥରେ ସୈନ୍ୟ, ପଞ୍ଚମେ କୃପାଚାର୍ଯ୍ୟ ମହାମଲ, ଚତୁର୍ଥରେ ସୈନ୍ୟ, ଚତୁର୍ଥରେ ସୈନ୍ୟ। ଦ୍ରୋଣ ତିଆରି କଲେ, ଚକ୍ର ବିହ କଲେ ଦ୍ରୋଣ ତିଆରି, ଆଦ୍ୟ ଦ୍ୱାରେ ହେଲେ ଆପେ ଦୁଆରି। କହିଲେ ପ୍ରଥମ ଗେଟ୍ ମୁଁ ଜଗିବି, ଦ୍ୱିତୀୟ ଦ୍ୱାରରେ ଦୁଶିଳାର କାନ୍ତ, କାନ୍ତ, କୌରବ ଦୁର୍ଯ୍ୟୋଧନର ଭେଣେଇ, ଦୁଶିଳା ସ୍ୱାମୀ ଜୟଦ୍ରଥ ରହିବ 2 ନମ୍ବର ଗେଟ୍କୁ ଜଗି, ତୃତୀୟ ଦ୍ୱାରରେ ରହିବ ରବିସୂତ, ରବିସୂତ ବୋଲେ କର୍ଣ୍ଣ, ଚତୁର୍ଥ ଦ୍ୱାରରେ ରହିବ ଶଲ୍ୟ, 5 ନମ୍ବର ଗେଟ୍କୁ ଜଗିବେ କୃପାଚାର୍ଯ୍ୟ ମହାମଲ୍ଲ। ଗଲା ଆଜ୍ଞା 5ଟା ଗେଟ୍, 6 ନମ୍ବର ଗେଟ୍ରେ କିଏ ଜଗିବ? 6 ନମ୍ବର ଗେଟ୍ କିଏ ଜଗିବ? କ୍ଷତ୍ରିୟ ବୃନ୍ଦ ବୃନ୍ଦାର୍କ ମଘବା, ସକ୍ରିୟ ବୃନ୍ଦ ବୃନ୍ଦ କଳ ଧନା, କ୍ଷତ୍ରିୟ ବୃନ୍ଦ ବୃନ୍ଦାର୍କ ମଘବା, କ୍ଷତ୍ରିୟ ବୃନ୍ଦ ବୃନ୍ଦ କଣ ଭବା, ଷଷ୍ଠେ ରହିଲେ ହୋଇ ଭୂରି ଶ୍ରବା, ଷଷ୍ଠେ ରହିଲେ ହୋଇ ଭୂରି ସଭା, ଷଷ୍ଠମେ ଅଳମ୍ବୁ ଷଳାୟୁଧ, ସପ୍ତମେ ଅଣସାୟୁଧ, ଅସୁର ଗଣେଜା ବୀର ପ୍ରସିଦ୍ଧ, ନାମ ଗ୍ରୁପ ବର୍ମା, ରାମକୃଷ୍ଣ କର, ରାମକୃଷ୍ଣ କର, ଦଶମ ଦ୍ୱାରେ ରହେ ଅଶ୍ୱତ୍ଥମା, ବୋଲା ଏକାଦଶ ଦ୍ୱାରେ ରହେ ଲକ୍ଷ୍ମଣ କୁମାର, ଦ୍ୱାଦଶ ଦ୍ୱାରେ ଶକୁନି କୌରବ ଯେ ସାର, 11 ନମ୍ବର ଗେଟ୍କୁ ଜଗିଲା ଅଶ୍ୱତ୍ଥମା। କହିଲା ବାବା ମେହୁ ନା ମୁଁ ଅଛି, ଭୟ କରନା, ଗୋଟେ ଗେଟ୍ ଦାୟିତ୍ୱ ମତେ ଦିଅ। 11 ନମ୍ବର ଦ୍ୱାରକୁ ଜଗିଲା ଅଶ୍ୱତ୍ଥମା, 12 ନମ୍ବର ଗେଟ୍ରେ ଶକୁନି, ତା ସାଙ୍ଗରେ ଦୁର୍ଯ୍ୟୋଧନର 21ଟା ଭାଇ ଆଜ୍ଞା ମରି ସାଇଲେଣି। ସେତେବେଳକୁ ଅଛନ୍ତି 97 ଭାଇ ବୋଲି 79ଟା ଭାଇ। 12 ନମ୍ବର ଗେଟ୍କୁ ଶକୁନି ସାଙ୍ଗରେ ମାନ ଗୋବିନ୍ଦ ଦୁର୍ଯ୍ୟୋଧନ ଇତ୍ୟାଦି 79 ଭାଇ ଜଗିକି ରହିଲେ। 79 ଭାଇ
କୌରବ ମାନଙ୍କର ଗୁପ୍ତଚର ଏପଟେ ପାଣ୍ଡବଙ୍କ ଗୁପ୍ତଚର ହଁ ହଁ ପାଣି ଟିକେ ଦେ ପାଣ୍ଡବ ମାନଙ୍କର ଗୁପ୍ତଚର ଆସିକି ମାଲ ଜଣେଇ ଦେଲା ପାଣ୍ଡବକୁ କହିଲା କାଲି ଆଉ କେହି ବଞ୍ଚିବନି ନା 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 କାହିଁକି ନା କାଲି ସବୁ ମରିଯିବ ନା କାରଣ ନା ଦ୍ରୋଣାଚାର୍ଯ୍ୟ ତିଆରି କରିଛି ଚକ୍ରବ୍ୟୁହ ହଁ ତମ ପାଣ୍ଡବ ମାନଙ୍କ ଭିତରୁ ଜଣେ ବାହାର ଲୋକ 2 ଜଣ ଏ ଚକ୍ରବ୍ୟୁହକୁ ଭେଦ କରି ଜାଣନ୍ତି 3 ରୁ 4 ଜଣ ଜାଣିନାହାନ୍ତି ନା ସେ 3 ଜଣ କିଏ କିଏ କହିଲା ମର୍ତ୍ତ୍ୟରେ ପିନ୍ଧିବ ଏକା ତୃତୀୟ ପାଣ୍ଡ ହବ ସ୍ୱର୍ଗରେ ପିନ୍ଧିବ ଲାଖ ନିଶ୍ଚୟ ବାସବ ପାତାଳପୁରରେ ସିନା ବାସୁକି ପିନ୍ଧିବ ଏହି ତ୍ରୟ ଛାଡ଼ିଦେଲେ କେହି ନ ପାରିବ ଏ 3 ବାଦ ଆଉ ଜଣେ ଜାଣିଥିଲା ଚକ୍ରବ୍ୟୁହ କେହି କେହି କହନ୍ତି କର୍ଣ୍ଣ ନାଇଁ ଆଜ୍ଞା ଭୁଲ ଆଉ ଆମେ ତ ଗାୟକ ଗୁଡାକ ବାପା लो ଗାଲୁଆ ଗୁଡାକ ଆପଣ ପ୍ରଶ୍ନ ଟିଏ ପଚାରିବେ ମତେ ମୁଁ ଯେତେ ଉତ୍ତର ଠିକ ଦିଏ ସେ ଗାୟକ କହିବ ହେଲାନି ଯେତେ ଉତ୍ତର ଠିକ ଦିଅନ୍ତୁ ସେ ଗାୟକ କହିବ ହେଲାନି ସେ ମାନିବାକୁ ନାରାଜ ତାକୁ 1000 ବହି ଦେଖୁନ କାରଣ ଆମ ଗାୟକଙ୍କଠୁ ବଡ ଗାଲୁଆ ବ୍ରହ୍ମାଣ୍ଡରେ କି ନାହାନ୍ତି ଯେତିକି ପ୍ରଶ୍ନ ପଚାରିଛ ଗୋଟାଏ ଉତ୍ତର 4 ଦିନରେ ନୃସିଂହ ହୋତା ରଖିନି ମୋର ଗୋଟିଏ ପ୍ରଶ୍ନ 4 ଦିନ ହେଇଗଲାଣି ହଁ ହଁ ଦେଖିବା ଆଉ ଗୋଟେ ଦିନ ତ ଅଛି ଆଉ ତମେ କେମିତିଆ ପାଲା ବାଲା ଉତ୍ତରଟା ଟିକେ ଦବ କେମିତି ମୁଁ ଟିକେ ଦେଖିବି ଆଉ ଗୋଟେ ଦିନ ଅଛି ସଜନ ବର୍ଗେ ହଁ 3 ଜଣ ପିନ୍ଧିବେ ଆଉ ଯୋଉ 4 ନମ୍ବର ଜଣକ ଏଇଟା ତ ବଡ ରଚନାମୂଳକ ପ୍ରଶ୍ନ ଉତ୍ତର ନୁହଁ ଏଇଟା 1 ମାର୍କିଆ କ୍ୱେଶ୍ଚିନ୍ ଆନ୍ସର ଗୋଟେ ମାର୍କିଆ କ୍ୱେଶ୍ଚିନ୍ ଟେ ଦଉଛି ଏ 3 କି ଛାଡିକି 4 ନମ୍ବର ଚକ୍ରବ୍ୟୁହଟା ଭେଦ କଲା ବାଲା ପାଣ୍ଡବ କୌରବ ଭିତରେ ଆଉ ଜଣେ ଥିଲା ତା ନାଁଟି କଣ 4 ନମ୍ବର ନାଁଟି କଣ ଧାରିକିଆ ପ୍ରଶ୍ନ ଉତ୍ତର ମାତ୍ର ଏଥିରେ କିଛି ଲମ୍ବିବାର ନାହିଁ ଗାୟକ ଟିକେ ଆସିକି କହିବେ ଆପଣ ମାନେ ଟିକେ ଶୁଣିବେ ମତେ ନିଦ ହବନି ମୁଁ ବସିକି ବି ଶୁଣିବି ଦେଖିବି ଟିକେ ଉତ୍ତରଟା କେମିତି ଆସୁଛି ସଜନ ବର୍ଗେ ଉତ୍ତର ଦେଲେ ଚକ୍ରବ୍ୟୁହ ହବ ଏପଟେ ଜଳଧର ବ୍ୟୁହ ରଚନା କରିଛି ମୟସୁର ଅର୍ଜୁନକୁ ମାରିବା ପାଇଁ ଭଗବାନ କୃଷ୍ଣ ଅର୍ଜୁନକୁ ନେଇ ଜଳଧର ବ୍ୟୁହକୁ ଭାଙ୍ଗିବାକୁ ନେଇକି ଛୁ କାହିଁକି ନା କଥା ଦେଇଛନ୍ତି ଅଭିମନ୍ୟୁ ମରିବ ଚନ୍ଦ୍ର ତା ସ୍ୱାମୀର କଳାକୁ ପାଇବ ଯଦି ଅର୍ଜୁନ ରହିଲା ସେ ତ ଚକ୍ରବ୍ୟୁହ ଭେଦି ଦବ ଅଭିମନ୍ୟୁ ମରିବ କେମିତି କୃଷ୍ଣ ନେଇକି ଛୁ ଗୁପ୍ତଚର ଆସି କହିଦେଲା ପାଣ୍ଡବ ମାନଙ୍କୁ ଆସନ୍ତା କାଲି ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୁହ କରିଛନ୍ତି ଆପଣ କି ବଞ୍ଚିବେନି ଯୁଧିଷ୍ଠିରଙ୍କ କାନରେ ବାଜିଗଲା ଚକିତ ହୋଇ ଭାରନ୍ତି ଇଏ ବସି ଧର୍ମସୂତ ଚକ୍ରବ୍ୟୁହ ଭେଦନେ କେ
ସାମର୍ଥ୍ୟ ଭୀମେ ବୋଲନ୍ତି ବାଣୀ ଭୀମେ बोलती बारे ବିହ ଭେଦି ପାରିବୁ କି ବୀର ଚୂଡ଼ା मोरे में बोलते बारे ବିହ ଭେଦି ପାରିବୁ କି ବୀର थोड़ा मोरे ଶୁଣି ବୀର ବୃକୋଦର ଏ ବଦନ୍ତି ଉତ୍ତର बोलते तारा দেখা শুনা নাহি চক্র বিহকি यारा सोनेगा के लावा तारा বিহ ভেদি নাচিব কি মোহর तारा ডাকিলা सोनेगा के लावा দূত প্রবেশ করেছি কই দেইছি চক্র বিহ কালি হব তুমি পাণ্ডব মানে মরিব যুধিষ্ঠির গানে বাজিলা বলে কোন করাଯିବ অর্জুন তো নাই জলধর বিহ ভাঙ্গিବାକୁ ଯାଇଛି আরে ভীম ଆଜ୍ଞା ତୁ ଚକ୍ର ବିହ ଭେଦ କରି ପାରିବୁ ବାପା ନା ନକୁଳ କହିଲେ କଣ ଭାବୁଛ ଏ ବିହ ଭେଦ କରିକି ବଂଶ ବୁଡେଇବାକୁ ଚାହୁଁଛ ମୋ ଭୀମ ଭଳିଆ ଭାଇକି ମାରିବାକୁ ଚାହୁଁଛ ପାରିବନି ଅନ୍ତରରେ ଆପଣ ମାନଙ୍କର ଧର୍ମରାଜ ଯୁଧିଷ୍ଠିର ଭଗବାନଙ୍କୁ ଡାକିଲେ କହିଲେ ପ୍ରଭୁ ପ୍ରଭୁ ଅନ୍ତରାତ୍ମାରେ ନାରାୟଣ ସତରେ ଆମେ ଚକ୍ର ବିହ କଣ ଭେଦ କରିପାରିବୁନି ପ୍ରଭୁ ପ୍ରଭୁ ଚାଲିଲା ବଡ ବାପା ବଡ଼ ବାପା କଣ ହେଇଛି ବଡ ବାପା କଣ ହେଇଛି କଣ ହେଇଛି ବଡ ବାପା କଣ ହେଇଛି କାହିଁ ଏତେ ବଡ ବିଷାଦ ଚିତ୍ତ ବିଷାଦ ଦୁଃଖ ହୃଦୟ ନାରେ ଆଜ୍ଞା ଗୁରୁଦେବ ଦ୍ରୋଣାଚାର୍ଯ୍ୟ କରିଛନ୍ତି ଚକ୍ର ବିହ ଭେଦନ ତୋ ବାପାକୁ ବିନ୍ଧିବା କଥା କିନ୍ତୁ ଜଳଧର ବିହକୁ ଚାଲି ଯାଇଛି ତୋ ବାପା ନାହିଁ ନା ନା ଅଭିମନ୍ୟୁରେ ଆଜ୍ଞା କାଲିଠୁ ଆଉ ଆମ ମାନଙ୍କୁ ତ ଦେଖିବାକୁ ପାଇବୁନି ନା ନା କାଲି ଆମ ସମସ୍ତଙ୍କୁ ଦ୍ରୋଣାଚାର୍ଯ୍ୟ ମାରିଦେବି ହସିଦେଲା ଅଭିମନ୍ୟୁ କହିଲା ବଡ ବାପା ବାପା ମେ ହୁଁ ନା ବୋ ଅଛି ନା ମୁଁ ପରା ଅଛି କୋହଲି ଅଛି ଏ ଜାଡେଜା ଅଛି ପାଣ୍ଡିଆ ଅଛି 12ଟା ବଲକୁ 4ଟା ରନ ତମେ ଅଷ୍ଟ୍ରେଲିଆ ବାଲା ଜିତିବ ବୋଲି ଭାବିଛ ଯଦି 12ଟା ବଲରେ 42 ରନ ଥାନ୍ତା ତଥାପି କୁଟି ଦେଇଥାନ୍ତେ ଅଭିମନ୍ୟୁ ଉତ୍ତର ଦେଲା ବଡ ବାପା ମୁଁ ଭେଦିବି ନା ଚୁପ ପାଟି କର ନା ଯା ଘରକୁ ମୂର୍ଖ ଛୋଟିଆ ଛୁଆଟା ତୁ କଣ ଯିବୁ ଚକ୍ର ବିହ ଭେଦ କରିବାକୁ ଦ୍ରୋଣାଚାର୍ଯ୍ୟଙ୍କର ମରିବାକୁ ଯିବୁ ଆମ ଆଖି ଆଗରେ ଆମେ ତତେ ମାରିଦବୁ ନା ଓ ମତେ ଛୋଟିଆ ଭାବିଦେଲ ଛୋଟ ଭାବୁଛନ୍ତି ମତେ ସାନ ସିନା ଦାନତା ମହାନ ମୋ ଠାରୁ ଆହୁରି କେତେ ଛୋଟ ପିଲା ଥିଲେ ମୋର ଗୋଟେ ଛୋଟ ଭାଇ ଥିଲା କହିଲା ନାମ ଗୋଟେ ଗଡଇ
ତାବେଲାଳ ସେନ କାଳେ ସ୍ୱରରେ ଘାଇଲା ଭଗବାନ କୃଷ୍ଣ ସାତ ବରଷ ବାଳକ ଧ୍ରୁବ ବୋଲି ଥିଲା ପିତା ବାଇ ସିନା ଧ୍ରୁବ ମଣ୍ଡଳର ଥିଲା କେତେ ସାନ ଜଗତରେ ଅଟନ୍ତି ମହାନ ସାତ ବରଷ ବାଜିଆ ଦେଶ ପାଇଁ ପ୍ରାଣ ବାର ବର୍ଷ ଧର୍ମପଦ କୋଣାର୍କୁ ଡେଇଁଲା ଜାତି ପାଇ ଦେଶ ପାଇ ନାମ ରଖିଗଲା ବାର ବର୍ଷର ଥିଲା ଘଟୋତ୍କଚ ବୀର ଯାର ବୀର୍ଯ୍ୟ କୌରବେ হইলে অস্থির মোর ভাই থিলা নাম তাপ বাহন অপটরে হরি নেলা কৃষ্ণ তার প্রাণ শুনিবে গুণী কজনে দেব নিমন যাহা যাহা ন্যায় মান আলোচনা সই টাইম কেটা হলা ନଅଟା ଛପନ ବାପା ଆପଣ କହିଛନ୍ତି କି ପିଲାବାଲାଙ୍କୁ ଲେଟ୍ରେ ଆସିବା ପାଇଁ ଗଲା କାଲି ପାଲା କେତେଟାରେ ଆରମ୍ଭ ହୋଇଥିଲା 7ଟା ପ୍ଲସ୍ ହେଇଗଲା ମୁଁ ବସିଛି ଆପଣ ମୋ ପାଖରେ ଥିଲେ ଆଜି ମୋ ଭାଇ ଯାଇକି ପହଞ୍ଚିଲେ କହିଲେ ସାର୍ କ'ଣ ଟାଇମ୍ ହେଇନି ମୁଁ କହିଲି ଦେଖ ଟାଇମ୍ 6:36 5-7 ମିନିଟ୍ ଏପଟ ସେପଟ ହେଇପାରେ 6:30ରୁ 10 ବାଜିଲା ମୁଁ ଭଙ୍ଗା ଦେହ ଭଙ୍ଗା ହୃଦୟ ଆଚ୍ଛା 10ଟା ବାଜିଲାଣି ପାଲାବାଲାଙ୍କର ଦେଖା ନାହିଁ ସେ ଆସିବେ କେତେଟାରେ 11ଟାରେ ଆସିବେ ଡିଜେ ହେଲା ବାୟକ ପାଇଁ ମୁଁ ଆଇଲା ବେଳକୁ ଡିଜେ ଅଛି କି ନା ନୃସିଂହ ତା ମଞ୍ଚ ଉପରେ ଠିଆ ହେଲା ବେଳେ ସମୟକୁ ଦେଖେନି କିନ୍ତୁ ବୁଝିବା ଦରକାର ଆମେ ମାନବ ହୃଦୟରେ ଗୋଟେ ମଣିଷର ଅବସ୍ଥା କ'ଣ ଅଛି ଯଦି ତାହା ଆମେ ନ ଭାବିବା ତାହେଲେ ସମସ୍ତ ବ୍ୟବସାୟ କରୁଛନ୍ତି ସମସ୍ତେ ବେପାରୀ ସେଥିରେ କହିବାର କ'ଣ ଅଛି ସଜ୍ଜନ ବର୍ଗେ ଉତ୍ତର ଦେଲା ଅଭିମନ୍ୟୁ କହିଲା ବଡ଼ ବାପା ବାପା অভিমন্যু কহে মাতা ইয়ে গর্ভে থিলা
ବେଳେ ଦିନେ ଅଭିମୟ ଦିନେ ଚକ୍ରବ୍ୟୁହ କଥା ମୋ ତାତ କହୁଥିଲେ ଜନନୀ ସଙ୍ଗେ ମୁଁ ରଙ୍ଗେ ନିଦ୍ରା ଗଲି ଜାଣି निद्रा गले जाने ବାହୁଡ଼ିବା କଥା ତେଣୁ ନ ପାରିଲି ଶୁଣି ବାହୁଡ଼ିବା न पारिले सुने ଏ ବଡ଼ ବାପା ମୁଁ ଚକ୍ରବ୍ୟୁହ ଭେଦ ଜାଣିଛି ନା କେମିତି ଜାଣିଲୁ କିରେ ନା ମୁଁ ମୋ ମା ଗର୍ଭରେ ଥିଲି ମୋ ବାପା ଏ ଚକ୍ରବ୍ୟୁହକୁ କେମିତି ଭେଦ କରାଯାଏ ମୋ ମାକୁ ଶୁଣଉଥିଲି ମୋ ମା ଗର୍ଭ ଭିତରେ ମୁଁ ଅଛି ମୋ ମା ଶୁଣୁଛି ମୁଁ ଶୁଣୁଛି ଯେତେବେଳେ ଚକ୍ରବ୍ୟୁହ ଭେଦ କରିକି ବାହୁଡ଼ିକି ଫେରି ଆସି ମୋ ମାଟାକୁ ଅଳସିଆ ଅଳସିଆ ଲାଗିଲା ମୋ ମାଟା ଶୋଇ ପଡ଼ିଲା ମା ଯେତେବେଳେ ଶୋଇ ପଡ଼ିଲା ମୋ ମା ଗର୍ଭର ସନ୍ତାନ ବାହ୍ୟ ଜଗତକୁ ମୁଁ ଆସିନି ମା ଗର୍ଭରେ ଅଛି ମା ଖାଇଲେ ମା ଗର୍ଭରେ ପିଲା ଖାଇବ ମା ଶୋଇଲେ ମା ଗର୍ଭରେ ପିଲା ଶୋଇବ ମୋ ମାଟି ଶୋଇ ପଡ଼ିଲା ବାହୁଡ଼ିବା କଥା କେମିତି ବାହୁଡ଼ନ୍ତି ସେ ବିଷୟରେ ମତେ ଜଣା ନାହିଁ ଅନେଇକି ଠୋଠ ହସିଦେଲା ଭୀମ କହିଲା ମଲା ତୁ ଖାଲି ଟାଇମ ପାସଟା କରିଦେ ୱିକେଟ ରଖିବା ଦାୟିତ୍ୱ ତୋର ହଉ 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 ଆଉ ପାଟି କାହିଁକି ଆସନ୍ତୁ ସେ ଯେତେବେଳେ ଆସୁଛନ୍ତି ଆସନ୍ତୁ କି ଚିନ୍ତା ନାହିଁ ୱିକେଟ ରଖିବା ଦାୟିତ୍ୱ ତୋର ଛକା ବାଡ଼େଇବା ଦାୟିତ୍ୱ ନା ମାନେ ବିହ ଭିତରକୁ ଯିବା ଦାୟିତ୍ୱଟା ତୋର ଆମେ ଜାଣିନୁ ବିହ କେମିତି ଭେଦ କରନ୍ତି ବାହୁଡ଼ିବା ଦାୟିତ୍ୱ ମୋର କହିଲା ଏହା ଶୁଣି ଭୀମ ମାଇଲା କୁଟା ଏହା ଶୁଣି ଭୀମ ଏହା ଶୁଣି ଭୀମ ମାଇଲା କୁଟା सुनी भीम माइला कुदा ସବୁ ତୋଳି ଫିଙ୍ଗିଲା ଗୋଟା आकाश को तोड़ी फिंगिला गोदा ଘାତେ ଶତ୍ରୁ ହୋଇବେ ପୋଟା गोदा घात शत्रु होइबे पोदा ବୀର୍ଯ୍ୟ ହୋଇ ଏଡ଼େ ଆସ୍ପର୍ଦ୍ଧା ବୀର୍ଯ୍ୟ ସଦା ବୀର୍ଯ୍ୟ ସଦା ଶତ୍ରୁ ଶିରେ ବସାଇବି ବସୁଧା ହଉ ପ୍ରଭୁ ମଙ୍ଗଳ କରନ୍ତୁ ସାରେଇଲେ କି ପଠେଇଲେ ନାଇଁ ସାରେଇଲା କି ପଠେଇଲେ ଆଉ ମୁଁ ଅଧଘଣ୍ଟେ ହେଲା ଖାଇକି ଶୁଅନ୍ତିନି 6:30 ଆଜି ଆସି ପିଲା ଛାଡ଼ିଥିଲି ମଣିଷ ଗୋଟେ ନା ହସି ଦବ ଯେତେବେଳେ ଟିକେ ନା এইଥିପାଇଁ ଲୋକଟାକୁ ଭାରି ଭଲ ପାଏ ହଁ ଚିନ୍ତା କରନା ମୁଁ ଅଛି 2 ପାଳି ଚଳିଦେବି ଖାଲି ତମେ ପଦେ ଖାଲି ହଁ ହଁ କରିଦେଲେ ଲାଭ ସଜ୍ଜନ ବର୍ଗେ ଉତ୍ତର ଦେଲା ଭୀମ ଉଠେଇଲା ଗୋଦା ଫୋପାଡ଼ି ଦେଲା ଉପରକୁ କହିଲା ଚାଲ ତୁ ଖାଲି ୱିକେଟ ଜଗ ମୁଁ ଏକା ନିଅନ୍ତ
ବାଡେଇବି ପାହାର ପାହାର ଗୋଟିଏ ଗୋଟିଏ ବାଡିଆରେ ସାବାଜ କରିଦେ ମୋ ତାହେଲେ ଏଡେ ବଡ ୱିକେଟ ଅଛି ରାତି ପାଇ ପାଇ ଆସିଛି ଠିକ ସେତିକି ବେଳେ ଅଭିମନ୍ୟୁ ଯୁଦ୍ଧ ବେଶକୁ ଯିବା ପାଇଁ ନିଜ ସ୍ତ୍ରୀ ପାଖରେ ପହଞ୍ଚିଛି ବଡ ବାପାଠୁ ଆଦେଶ ଦେଇଛନ୍ତି ବିରାଟ ରାଜା ଝିଅ ଉତ୍ତରା ହଉଛି ସ୍ତ୍ରୀ ଡାକିଲା ଉତ୍ତରା ଉତ୍ତରା ଶୁଣୁଛ ନା କଣ ନାଇଁ ମହାଭାଗ୍ୟ ଇଣ୍ଡିଆ ଟିମରେ ଯେ ସ୍ଥାନ ପାଇବ ତାର ମହାଭାଗ୍ୟ ତ ହଜାରେ ଖେଳାଳି ବାହାରିଲେଣି କାହା ଡ୍ୟୁଟି କେତେବେଳେ ପଡିବ କିଏ କହିବ ଯାହା ଡ୍ୟୁଟି ଭାବିବ ସେ ରାତି ସାରା ପୁରା ଦିଲ ଖୁସ କହିଲା ମୁଁ ଇଣ୍ଡିଆ ଟିମରେ ସ୍ଥାନ ପାଇ ଯାଇଛି ଆସ 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 ଉତ୍ତରା ହଁ ପ୍ରଭୁ ମଙ୍ଗଳ କରନ୍ତୁ ମୁଁ ତତେ ଡାକୁନି ଆସ ଆସ ତୁ କିଛି କଥା ନାହିଁ ହଉ ମୋ ଧନ ପ୍ରଭୁ ମଙ୍ଗଳ କରନ୍ତୁ ଆୟୁଷ୍ମାନ ଭବ ଆସ ଆସ ଯିଏ ଲୁଗା ନେଇଛି ସେ ଲୁଗା ସକାଳେ ନେଇକି ଥୋଇବ ପୁଅ ବୋପା କିଛି ମାନିବିନି ନହେଲେ ରାତି ପାଇଲା ବେଳକୁ ମୋ ମୁଣ୍ଡ ଉପରେ 300 ଟଙ୍କା ଥୋଇଥାଉ ନହେଲେ ରକ୍ଷା ଜମା ନାହିଁ ବର୍ଦ୍ଦିର ରାଣ ମୁଁ ଯୋଉଟା କହେ ସେଇଟା କରେ ରେ ବାପା କଲା କିଲୋ ଜବା ଧରି ହରିଣୀ ନୟନା ଜବା ଧରି ହରିଣୀ ନୟନା ମତେ ନୟନ ବାଣରେ ହାଣି ଦେଲା ରେ ଜବା ଧରି ହରିଣୀ ନୟନୀ ବାଣରେ ହାଣି ଦେଲା ରେ ଜବା ଧରି ହରିଣୀ ନୟନା ଚାଲନରେ କୁପ୍ରବଳ କରାଇ ପଞ୍ଚାନରେ କୁପ୍ରବଳ କରାଇ ପଞ୍ଚଶରେ ବାନ୍ଧି ଟାଣି ନେଲା ରେ ଜବା ଧରି ହରିଣୀ ନୟନ ବାଣରେ ହାଣି ଦେଲା ରେ ଜବା ଧରି ହରିଣୀ ନୟନା କଲା ମନେ ଭାବି ବିଚାର କର ତୁ ବିଚାର କରିବା ଦରକାର ନାହିଁ ତୁ ତୋର ବସ୍ ତୋ ଭଳିଆ ପିଲା ମିଳିବା ଭାରି ଇଏ ଆନନ୍ଦମ ସ ଆନନ୍ଦମ ବ୍ରାହ୍ମଣ ହାତ ତ ମୁଣ୍ଡରେ ପଡୁଛି କହିଲା ମନେ ଭାବି ବିଚାର କର କାହାର ଏ ଲଳନା ବର କାହାର ଏ ଲଳନା ବର କାହାର ଏ ଲଳନା ବର ହେବ ଯେବେ ସତୀ ଅପର ନାୟିକା ହେବ ଯେବେ ସତୀ ଅପର ନାୟିକା ସହସାକ ପ୍ରାଣ ଧନ୍ୟ ହେଲା ରେ କହିଲା ସରଳ ଗାମିନୀ ମାନିନୀ ପୃଥୁନି ତମ୍ବିନୀ କାମିନୀ ପୃଥୁରେ ତମିନୀ କାମିନୀ ପୃଥୁରେ ତମିନୀ କାମିନୀ ହେବ ଦେବେ ଗୋରି ମର ତ ସୁଶୀଳା ହେବ ଦେବେ ଗୋରି ମର ତ ସୁଶୀଳା ଯା 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 ମୋ ଯା 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 ମୋ କଲା ହେବ ଯେବେ ଗୋରି ମର ତ ସୁଶୀଳା ଇଏ ମୁଁ କାହିଁକି ଏତେ ଗୁଡେ ପାଳି ଆଣିକି ପଇସା ଖର୍ଚ୍ଚ କରିବି ମୋ କଲା ମୁନି ମନ ମାନ ସାରି ଦେଲା ରେ ଜବା ଧରି ହରିଣୀ ନୟନା ବାଣରେ ହାଣି ଦେଲା ରେ ଜବା ଧରି ହରିଣୀ ନୟନା କଲା ଦର୍ଶନ ଡାଳିମ୍ବ ଧରି ପ୍ରକୃତ ଧ୍ରୁବା ଝିଅ ପିଲା ଭଳିଆ ଦେଖାଯାଉଛି ଭାରି ଭଲ ଲାଗୁଛି ମତେ ଆଜି କହିଲା ଦର୍ଶନ ଡାଳିମ୍ବ ଧରି ହେବ ଯେବେ ପାତାଳ ଗୋରି ହେବ ଯେବେ ପାତାଳ ଗୋରି ହେବ ଯେବେ ପାତାଳ ଗୋରି ବୋଲେ ନରସିଂହ ଉପଚାର ବିନା ବୋଲେ ନରସିଂହ ଉପଚାର ବିନା ବୋଲେ ନରସିଂହ ଉପଚାର ବିନା ବୋଲେ ନରସିଂହ ଉପଚାର ସିନା କଲା
যৌবন বন 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 যৌবন 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 বন বন যৌবন বন ভারি চালাকি পালিয়াটা সোনাদার সঙ্গে ଅଛି বাবু মুଗ କରିଦେଲା ପାଇଥିଲା 20 ବସ୍ତା ଆजा ରେଟ୍ ହେଇଥିଲା ସେତେବେଳେ 80 ଟଙ୍କା ଦେଲାନି କହିଲା ବଢୁ ବଢିଲା ମୁଗ ରେଟ୍ 45 ଟଙ୍କାରେ ପୁଅ ବିକିଲା 45 ଟଙ୍କାରେ ମୁଗ ବିକିଲା কলা বলে নরসিংহ উপচার হবি না যৌবন বন নাশ হেলা স্ত্রীঠু বিদায় নেই যুদ্ধক্ষেত্রକୁ ଯାଇଛି যুদ্ধ পড়িয়ারে অভিমন্যুକୁ ছাড়িছি অভিমন্যু মরিব জয়দ্রথ বদ্ধ আরম্ভ হব বসিকি শুনিবি যদি জয়দ্রথ নহলা পয়সা যদি টঙ্কাটে অধিক দেব তাহলে গা মুন্ডে মুন্ড বাড়িকি মরিবি কাইকি লেখা যাইছি প্রথম গায়ক যে বিষয়ে আরম্ভ করিবে দ্বিতীয় গায়ক সেই বিষয় অবশিষ্টাংশ রু আরম্ভ করি অলঙ্কার দেই সে গতিকু পরিবেশন করিবে তুমি লেখিছ মু লেখিনি তুমি যাহা কইছ নৃসিংহ হোতা 4 দিন যাক সেইয়া করিছি এইডে অভিমন্যু খালি মরিব কোন সাঙ্গে সাঙ্গে কইলে মারদেবি গলা যুদ্ধ করিবা পাই কলা সপ্তরথী একত্রিত হইলে কারণ জয়দ্রথ হেলা যার বিনাশ কারণ শিরে দুঃশাসন পরা গদা গুপিটিলা যেতে সরসরাসন সবু ছেদি দেলা যাহা প্রফেসর মা কহিলে কলে ছেদিলে সর মোর তন্টিলা নাই तुमको मिलू नहीं है तो अब काली व्यवस्था कर तथापि तुम सार टे भल या अच्छा ता तंटा झील पिला तंटी भाया लगुच ना मो तंटा झील पिला तंटी भाया लगुच गोविंदा मो तंटा झील पिला तंटी भाया लगुच तू प्रकृत अंडी हाथ बाहरी जा तंटी या घरे কলা ছেদিলে সর সরা সহনতা Oh
तुम्हें तो কান্দিলে কোন হব एका धाड़ी परा कहली हौ सुंदर नहले ना मत कह कालू असुंदरिया गाए कह या कह टोलटा सजेकी नहीं नहीं 4 घंटा पर्यंत गली तेणु सप्तरथी एकत्रित होगी आप तो जानते मु जानी कौन मो सारे मत पढ़े ना मु तो कहली जे सप्तरथी एकत्रित है बेले जयद्रथ जगिला दुशासन मुंड को बाहर पिटिला आउ कई जाना जी सजे छाड़नी शुणव कहला ये दुर्योधन पुओ लक्ष्मण कुमार मुंड टाकू मोड़ी देला वंश बुड़िला वंश कहीं रही कहला भूल प्रथम करिछि अभिमन्यु आग को आग मार निज भाईटा को मारदेला आग दुर्योधन पुओ लक्ष्मण कुमार ठिया एकादश द्वार जमी काले गंजा मुड़ी रक्त गाई भोपाड़ ठेला ठेला गंजा मुड़िला भाया मुंडा मुड़ी आमि लक्ष्मण कुमार मरी पांडव ए कौरव माने निर्दय हो गले दया विहीन हो जहा टिके पुओ पुतुरा बोली भाबुले अल्पे अल्पे युद्ध करुले जिते वंश को बुड़ेला छक्का पिटिला भाया पहाड़े पिटिला दुशासन एकाथरे शेष बोलो दिन जन सिंह शरण रक्षण महाबाहु आनंद सागरे पीर दरबारे सर्वे हरि बोल कर ताली हुड़ हुड़ी दिंतु ए विश्व दुख